ଗୋଟେ ଇମିଡିଏଟ୍ ଖବର ଆସିଥିଲା, ସସ୍ପିସିୟସ୍ ଖବର ଆସିଥିଲା କି ଗୋଟେ ଜାଗାରେ କିଛି ପିଲା ରହୁଛନ୍ତି ଯୋଉଠି ସସ୍ପିସିୟସ୍ ଆକ୍ଟିଭିଟି ଚାଲିଛି। ଆମେ ୱିଦାଉଟ୍ ଡିଲେ ସେ ଜାଗାରେ ରେଡ୍ କଲା ପରେ ସେ ଜାଗାରୁ ବହୁତ ସାରା ମୋବାଇଲ ଫୋନ ଯୋଉଟା କି 5ଟା କିପ୍ୟାଡ ବାଲା ମୋବାଇଲ ଯାହାର ପଛ କଭର ବି ନାହିଁ ଏବଂ ଶତାଧିକ ସିମ୍, ମାଇକ୍ରୋ ସିମ୍, ଏଟିଏମ୍ କାର୍ଡ, ବହୁ ପରିମାଣରେ ଆମର ବ୍ୟାଙ୍କର ପାସବୁକ୍, ଚେକବୁକ୍ ମିଳିଥିଲା। ତ ଏଇ ସବୁ ଜିନିଷ ଏବଂ ବିଭିନ୍ନ ଦେଖୁଛନ୍ତି ଷ୍ଟାମ୍ପ ମଧ୍ୟ ମିଳିଥିଲା। ତ ଆମେ ତାକୁ ସିଜର କରିଥିଲୁ ଏବଂ ସେହି ସଂକ୍ରାନ୍ତରେ 2 ଜଣଙ୍କୁ ମଧ୍ୟ ଥାନାକୁ ଆଣିଛୁ। ତ ସେମାନଙ୍କୁ ଆମେ ପଚରା ଉଚରା ଷ୍ଟାର୍ଟ କରିବୁ ଏବଂ ଏଇ ସଂକ୍ରାନ୍ତରେ ଇନଭେଷ୍ଟିଗେସନ ବି ଆମେ ଅନ୍ କରିବୁ। ତ ବ୍ୟାଙ୍କ ଆକାଉଣ୍ଟ ଗୁଡା ସବୁ ଭେରିଫାଇ କଲା ପରେ ତ କଣ ଏମାନଙ୍କର ମଡସ୍ ଅପରାଣ୍ଡି ଥିଲା, ଏମାନେ କଣ କରୁଥିଲେ ସବୁ ଡିଟେଲ୍ସ ଜାଣିଲା ପରେ ତାପରେ ଆମର ଯାହାର କନକ୍ଲୁଜନ ବାହାରିବ ସେଇଟା ଆପଣଙ୍କୁ ଆମେ ଜଣେଇବୁ। ସାର୍ ସମ୍ପ୍ରତି ଯୋଉ ବର୍ତ୍ତମାନ ଯୋଉ ରାଜ୍ୟରେ ଚାଲିଛି ଯୋଉ ସିମ୍ ତୁ ଜାଣିପାରୁଛନ୍ତି କି ଯୋଉ ବର୍ତ୍ତମାନ କରିସାରିଲେଣି ସିମ୍ ବକ୍ସ ଅଲଗା ଇସ୍ୟୁ ଅଛି, ସେଥିରେ ତ କିଛି ମାନେ ଜଣା ପଡିନି। ଇଏ ସିମ୍ କାର୍ଡ ଯେହେତୁ ମିଳିଲା, ଏତେ ପରିମାଣରେ ସିମ୍ କାର୍ଡ କଣ କରୁଥିଲା, ହୁଏତ ସାଇବର କ୍ରାଇମ ର ଗୋଟେ ଗ୍ୟାଙ୍ଗ ସେମାନେ ଅପରେଟ କରୁଥିଲେ କି କଣ, ଏ ସବୁ ଜିନିଷ ଗୁଡା ଭେରିଫିକେସନ କଲା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବଗେରା ସବୁ ଭେରିଫିକେସନ କଲା ପରେ ଜଣା ପଡିବ। ସିମ୍ ବକ୍ସ ଟୋଟାଲି ଅଲଗା ଇସ୍ୟୁ ଅଛି, ଯଦି ବି ସେ ଆଙ୍ଗେଲରେ ବି କିଛି ଜଣା ପଡେ ଆପଣ ଜଣେଇଦେବୁ। ସାର୍ ଆଉ ଗୋଟେ ବଡ ଗୁରୁତ୍ୱପୂର୍ଣ୍ଣ କଥା, ଅତୀତରେ ଭଦ୍ରକ ଟାଉନ ଥାନା ପୋଲିସ ଦ୍ୱାରା ବର୍ଷେ 1.5 ବର୍ଷ ତଳେ ଏମିତି ଦେଖନ୍ତୁ ଆମେ ପାଷ୍ଟ କେସ୍ ଗୁଡା ବି ଯୋଉ ଆମର ଆଇଟି କେସ୍ ଗୁଡା ହେଇଛି, ରିସେଣ୍ଟ କେସ୍ ତ ଭେରିଫାଇ କରିବୁ, ଜଣା ପଡିବ ଏଇ ବ୍ୟାଙ୍କ ଆକାଉଣ୍ଟରେ କେତେ କଣ ଟ୍ରାଞ୍ଜାକ୍ସନ ହେଇଥିଲା। ସେ ସବୁ ଜିନିଷକୁ ଅନୁଧ୍ୟାନ କଲା ପରେ ମାନେ କାହାକୁ କଣ ଟ୍ରାଞ୍ଜାକ୍ସନ ହେଇଛି, ଏତେ ସିମ୍ କାର୍ଡ କଣ କରୁଛି, ଏତେ ମୋବାଇଲ କଣ କରୁଛି, ଯୋଉ ସସ୍ପିସିୟସ୍ ଜିନିଷ ଗୁଡା ଅଛି ଏସବୁ ଅନୁଧ୍ୟାନ କଲା ପରେ ହିଁ ଜଣା ପଡିବ କଣ ସେଟା ଏକ୍ଜାକ୍ଟଲି ଚାଲିଛି। ଦେଖନ୍ତୁ ଆମକୁ ତୁରନ୍ତ ଖବର ମିଳିଲା ସେଠି କିଛି ରହୁଥିଲେ, ଯେହେତୁ ସେମାନେ କଣ୍ଟିନ୍ୟୁ ରହୁଥିଲେ ତ ଆମେ ଏଟା ପଚାରିବୁ ନା। ଏବେ ଯେହେତୁ ଇନଭେଷ୍ଟିଗେସନ ଅନ୍ ଅଛି, ସବୁ ଡାଟା ଆପଣଙ୍କୁ ଦବୁ ଯେତେବେଳେ କନକ୍ଲୁଜନ ଟା ଡ୍ର ହବ।